ଆପଣମାନେ ତ ଶୁଣିଲେ ମୂଳ ଲକ୍ଷ୍ୟ ହେଉଛି ଯେ ବିଜେପିର ପ୍ରକୃତ ଚେହେରା କ'ଣ ଆପଣମାନଙ୍କୁ ଜଣାଇବା ପାଇଁ ଆମେ ଚାହୁଁଛୁ। ସେମାନେ ବିଜେପି ଦଳକୁ ବଢ଼ାଇବା ପାଇଁ ଦୁର୍ନୀତି କି କେମିତି ଦୁର୍ନୀତି ଜରିଆରେ ଯେଉଁମାନେ ଦୁର୍ନୀତି କରୁଛନ୍ତି ଦୁର୍ନୀତିଖୋରକୁ ତାଙ୍କ ଦଳରେ ସାମିଲ କରିବା ପାଇଁ କିଭଳି ପଦ୍ଧତି ସେମାନେ ଗ୍ରହଣ କରିଛନ୍ତି ସେ ବିଷୟରେ ଆପଣଙ୍କୁ ଜଣାଇବେ। ଖୋଦ୍ ବିଜେପିର ରାଜ୍ୟ ସଭାପତି ମନମୋହନ ସାମନ୍ତ ହେଉଛନ୍ତି ଭଦ୍ରକର ଇଞ୍ଜିନିୟରିଂ କଲେଜରେ ଯେଉଁମାନେ ପରିଚାଳନା କରୁଥିଲେ ଦୁର୍ନୀତିରେ ଡୁବୁଟେବୁ ହୋଇଥିଲେ, ବହୁତ ଦୁର୍ନୀତି କରୁଥିଲେ। ତାଙ୍କ ବିରୋଧରେ ଇଡି ମଧ୍ୟ ତାଙ୍କ ପଛରେ ଅଛି। ଇଡି ତାଙ୍କ ବର୍ତ୍ତମାନ ସୁଦ୍ଧା ଚାର୍ଜସିଟ୍ ଦେଇନାହିଁ। ଚାର୍ଜସିଟ୍ ଦେଲା ପରେ କାଳେ ସେ ବନ୍ଧା ହେଇଯିବେ, ଜେଲକୁ ଚାଲିଯିବେ। ଏଇ ଆଶାରେ ସିଏ ତାଙ୍କୁ ଦଳକୁ ନିଜକୁ ବଞ୍ଚାଇବା ପାଇଁ ବିଜେପି ପାଖରେ ଶରଣାପନ୍ନ ହୋଇଛନ୍ତି ଯେ ହେ ମୁଁ ବିଜେପି ଆମକୁ ଶରଣ ଦିଅ, ଆମେ ଦୁର୍ନୀତି କଲେ ଆପଣ ଆମ ଦଳ ରହିବୁ। ବିଜେପି କହିଲା ହଁ ଠିକ୍ ଅଛି, ଆମ ଦଳକୁ ଆସିଗଲେ ତୁମେ ଯାହା ଦୁର୍ନୀତି କରିଛ ସେ ଦୁର୍ନୀତିରୁ ତୁମକୁ ମୁକ୍ତ କରାଯିବ। ଇଡି ଆଉ ତୁମ ପାଖକୁ ଯିବ ନାହିଁ। ଯେଉଁଟା ଭାରତବର୍ଷରେ ହେଉଛି, ଯେଉଁଟା ମୋଦି କରୁଛନ୍ତି, ଅମିତ ଶାହା କରୁଛନ୍ତି ରାଜନୈତିକ ଦଳ ବିରୋଧରେ, ରାଜନୈତିକ ଲୋକଙ୍କ ବିରୋଧରେ। ଏଠି ବର୍ତ୍ତମାନ ମନମୋହନ ସାମଲ ତଳ ସ୍ତରରେ ଯେଉଁମାନେ ଇଞ୍ଜିନିୟରିଂ କଲେଜରେ ଛୋଟ ଛୋଟ ଦୁର୍ନୀତି କରୁଛନ୍ତି ସେମାନଙ୍କୁ ଦୁର୍ନୀତିରେ କେମିତି ତାଙ୍କୁ ରକ୍ଷା କରିବେ ଏବଂ ତାଙ୍କ ଦଳକୁ ଆଣିବେ ସେଇଥିରେ ସେ ବ୍ୟସ୍ତ ଅଛନ୍ତି। ସେଇଥିପାଇଁ କହିଲି ସେ ଗୋଟେ ୱାସିଂ ମେସିନ୍ ବର୍ତ୍ତମାନ ରଖିଛନ୍ତି, ସବୁ ମହିଳାକୁ ଧୋଇଦେବେ, ତାଙ୍କ ଦୁର୍ନୀତିର ମହିଳାକୁ ଧୋଇ ଦେଇକି ତାଙ୍କ ଦଳରେ ତାଙ୍କୁ ସଚୋଟ କରାଇଦେବେ। ତାଙ୍କର ପରିଚୟ ହେଲା ମାନେ ନିଜେ ଦୁର୍ନୀତିଖୋର ହୋଇଥିବାରୁ ଦୁର୍ନୀତିଖୋର ଲୋକଙ୍କୁ ନିଜେ ଆଣି ମିଶେଇ ତାଙ୍କୁ ମହିଳା କରି ତାଙ୍କ ଦଳକୁ ସଂଗଠନରେ ମଜବୁତ କରିବା ପାଇଁ ଚେଷ୍ଟା କରୁଛନ୍ତି, ଯାହା ଜନସାଧାରଣ କରିବାକୁ ଦେବେ ନାହିଁ। ତାହା ନିଶ୍ଚିତ ଆଗାମୀ ପଞ୍ଚାୟତ ନିର୍ବାଚନରେ ଫଳାଫଳ ବିଷୟରେ ଆପଣମାନେ ଜାଣିବେ।